আমରଣ ଅନଶନରେ ବସିଥିବା ଟ୍ରକ୍ ମାଲିକକୁ ଫଳରସ ପିଆଇଲେ ଜଗତସିଂହପୁର ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ। ପାରାଦୀପରେ ଥିବା ଜଗନ୍ନାଥ ଟ୍ରକ୍ ମାଲିକ ସଂଘରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ୍ ହୋଇଥିବା ଅଭିଯୋଗ କରି 10 ଦିନ ହେବ ସଂଘର ଅସନ୍ତୁଷ୍ଟ ଟ୍ରକ୍ ମାଲିକମାନେ ସଂଘ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହ 3 ଦିନ ଧରି ଆମରଣ ଅନଶନରେ ବସିଥିବା ଟ୍ରକ୍ ମାଲିକ ଉପେନ୍ଦ୍ରନାଥ ସାହୁଙ୍କୁ ସାଂସଦ ବିଭୁ ପ୍ରସାଦ ତରାଇ ଫଳରସ ପିଆଇ ଆମରଣ ଅନଶନକୁ ଭଙ୍ଗ କରାଇଛନ୍ତି। ଜଗନ୍ନାଥ ଟ୍ରକ୍ ମାଲିକ ସଂଘରେ ହେଉଥିବା ଦୁର୍ନୀତି ହଟିବା ସହିତ ସମସ୍ତେ କିପରି ଭଲ ଭାବରେ ବ୍ୟବସାୟ କରିବେ ଏନେଇ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଏକ ବୈଠକ କରାଯିବ ବୋଲି ସାଂସଦ ବିଭୁ ପ୍ରସାଦ ତରାଇ କହିଛନ୍ତି। ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ଜଣେ ସଭ୍ୟ ଉପେନ୍ଦ୍ରନାଥ ସାହୁ ଏକ ହଙ୍ଗର ଷ୍ଟ୍ରାଇକ୍ରେ ବସିଛନ୍ତି ଏବଂ ସେଥିରେ ପ୍ରଶାସନ ପୋଲିସ ଏଥିରୁ ଅନଶନରୁ କ୍ଷାନ୍ତ ହେବା ପାଇଁ ଅନୁରୋଧ କରିଛନ୍ତି। କିନ୍ତୁ ଯେଉଁ ସଭ୍ୟମାନେ ଏ ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ସେମାନେ ପାରାଦୀପର ଏଡିଏମ୍ ଜଗତସିଂହପୁରର ଏଡିଏମ୍ କଲେକ୍ଟରଙ୍କୁ ସେମାନଙ୍କର ଅଭିଯୋଗ ଜଣାଇଥିଲେ। କିନ୍ତୁ ସେହି ଅନୁସାରେ ପାରାଦୀପର ଏଡିଏମ୍ ଗୋଟେ କମିଟି କରି ଏହାର ଆଶୁ ସମାଧାନ କରିବା ପାଇଁ ଏକ ଚିଠି କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଯେଉଁମାନଙ୍କ ନାଁରେ ଅଭିଯୋଗ ଅଣାଯାଇଥିଲା ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟ ଏକ ଅନ୍ତରୀଣ ଆଦେଶ ଇଏ କମିଟି ଜରିଆରେ ଆଲୋଚନା ନ ହେଉ ବୋଲି ଏକ ଆଦେଶ ପ୍ରଦାନ କରିବା କାରଣରୁ ଇଏ ପ୍ରକୃତରେ ଏକ ସମାଧାନର ବାଟ ବନ୍ଦ ହୋଇଯାଇଥିଲା। କହିବା କଥା ପୁଣି କ୍ରମାଗତ ଭାବରେ ଚାଲିବା କାରଣରୁ ଏମାନେ ଆଜି ଆମରଣ ଅନଶନକୁ ଓହ୍ଲାଇଲେ। ଗୋଟେ ଅମୂଲ୍ୟ ଜୀବନ ଅନ୍ତତଃ ନଷ୍ଟ ନ ହୋଇଯାଉ ମୁଁ ତାଙ୍କ ପାଖରେ ପହଞ୍ଚିଲି, ତାଙ୍କୁ ବୁଝେଇଲି ଯେ ଅନ୍ତତଃ ଏହାର ସମାଧାନ କରିବା ପାଇଁ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଲି ଏବଂ କଲେକ୍ଟରଙ୍କ ସାଙ୍ଗରେ କଥା ହେଲି। କଲେକ୍ଟରଙ୍କୁ ମଧ୍ୟ କହିଲି ଯେ ଏହି ବାଲିଯାତ୍ରା ପରେ ପରେ ସିଏ ଯେମିତି ଉଭୟ ପକ୍ଷଙ୍କ ଭିତରେ ଆଶୁ ସମାଧାନ କରିବା ପାଇଁ ଆଲୋଚନାର ବାଟ ବାହାର କରନ୍ତୁ। ଇଏ ଆମର ଅନଶନ ଜାଗାରେ ପହଞ୍ଚି ଆମର ଉପେନ୍ଦ୍ର ସାହୁଙ୍କୁ ଫଳରସ ପିଆଇକିରି ଇଏ ଆମରଣ ଅନଶନରୁ ମୁଁ ନିବୃତ୍ତ କରେଇଲି। ପ୍ରକୃତରେ କୋର୍ଟର ହସ୍ତକ୍ଷେପ ଇଏ କାରଣରୁ ମଧ୍ୟ କିଛି ବାଧା ତିଆରି କରିଛି। ମୁଁ ଆଶା କରୁଛି ଆଗାମୀ ଦିନରେ ଏ ପ୍ରକାର ବାଧା ଆଉ ଆସିବ ନାହିଁ। ତେବେ ଦେବେନ୍ଦ୍ରଙ୍କ ଆମରଣ ଅନଶନ ହଟିଥିବା ବେଳେ ଧାରଣାକାରୀମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିବ ବୋଲି ଜଗନ୍ନାଥ ଟ୍ରକ୍ ମାଲିକ ସଂଘର ଧାରଣାରତ ମାଲିକମାନେ ପ୍ରକାଶ କରିଛନ୍ତି। ଆମେ ମେ ମାସରୁ ବସିଲୁଣୁ। ଥରେ ବସିଲା ପରେ ଆମର ଏଠି ମହା ଦୁର୍ନୀତି ହେଇଛି, ଯାହାକି ଜଗନ୍ନାଥ ଟ୍ରକ୍ ଆସନ ଆରମ୍ଭରୁ ହେଇନଥିଲା। ଗୋଟେ ମେମ୍ବର କୋଟିଏ ଟଙ୍କା କମେଇଥିଲା ବେଳେ ଅନ୍ୟ ଜଣେ ମେମ୍ବର ଖାଇବାକୁ ପାଇନାହିଁ। ଆମରଣ ଅନଶନ କଲେ ଉପେନ୍ଦ୍ର ସାହୁ ବୋଲି 3 ଦିନ ହେଲାଣି। ତାଙ୍କ ଶରୀର ଖରାପ ହେବାରୁ ସେ ତାଙ୍କର ଭୁବନେଶ୍ୱର କେଉଁଠୁ ଖବର ପାଇଲେ ଆଜି ସ୍ୱତଃପୂତ ଭାବେ ଯେହେତୁ ତାଙ୍କ ଏରିଆ ସେ ନିଜେ ଆସି ସ୍ୱାଭିମାନ ଦୃଷ୍ଟିରୁ ସେ ତାଙ୍କୁ ଅନଶନ ଭଙ୍ଗ କଲେ ହେଲା। କଥା ପ୍ରତିଶ୍ରୁତି ଦେଲେ ଯେ ମୁଁ ତୁମ କଥା କଲେକ୍ଟର ଲେବୁଲରେ ବୁଝିବି ଯେ ଆମର ଟ୍ରିପ୍ ଚୋରି ହେଇଛି। ମୁଁ କହିଲି ଯେ ଆମର ନେତାମାନେ ଟ୍ରିପ୍ ଚୋରି କରିଛନ୍ତି ଆଉ ପ୍ଲସ୍ ଲୋକମାନେ ସାଧାରଣ ଲୋକ ପାଇନାହାନ୍ତି। ଆମର ମେମ୍ବରସିପ୍ ଜେନେରାଲ ହେବା କଥା ନ ହୋଇ ମନ ଇଚ୍ଛା ନେଇ ପଇସାର କାରବାର ହେଇଛି। ପ୍ରଶାସନକୁ ଲିଖିତ ଭାବରେ ସମସ୍ତ ବିଷୟ ଅବଗତ କରାଯାଇଛି। ତେଣୁ ଏବେ ବର୍ତ୍ତମାନ MP ସାହେବ ଗଲେ, ଆମର ପିଲାମାନେ ବସିଛନ୍ତି। ଆମର ଯେଉଁ ଆମରଣ ଅନଶନ କରିଥିଲେ ତାଙ୍କ ସ୍ୱଜନ ଦୃଷ୍ଟି ଉଠାଇଲେ, ସେଇଟା ପାଇଁ ଆମେ ମଧ୍ୟ ଖୁସି। ବର୍ତ୍ତମାନ ଆମର ଇଣ୍ଟରନାଲ ମିଟିଂ ବସିବ। ଆମେ ଷ୍ଟ୍ରାଇକ୍ରୁ ଯିବୁ କି ଆମେ କଣ୍ଟିନ୍ୟୁ କରିବୁ କି ଆମେ ରିକ୍ୟୁସନ୍ ବନ୍ଦ କରିବୁ, ଆମର ଡିସାଇଡ୍ ହେଲା ପରେ ଆମେ କହିବୁ। ରିପୋର୍ଟ ନ୍ୟୁଜ୍ ପ୍ରାଇମ୍ ଓଡ଼ିଶା।